ତ भगवत गीता रे ସମସ୍ତେ ଶୁଣିଥିବେ କି ଅଛି କି ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକମ୍ ଶरणଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତ ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଜଣେ ସନ୍ନ୍ୟାସୀ ଶିଷ୍ୟ ପଚାରିଲେ କି ଯୋଉ ସର୍ବଧର୍ମାନ ପରିତ୍ୟଜ୍ୟ ଶ୍ଲୋକ ଅଛି କଣ ତାର ତାତ୍ପର୍ଯ୍ୟ କଣ ଅଛି? ତ ରାମାନୁଚାର୍ଯ୍ୟ କହିଲେ ତ ତାତ୍ପର୍ଯ୍ୟ ତ ନିଶ୍ଚୟ ବୁଝିବ, କିନ୍ତୁ ମୁଁ ତମକୁ ଗୋଟେ ଛୋଟ ସେବା ଦଉଛି। କଣ ସେବା ଦଉଛି? ନା ମୋର ଜଣେ ଗୃହସ୍ଥ ଭକ୍ତ ଅଛନ୍ତି। ତ ସେ ଗୃହସ୍ଥ ଭକ୍ତଙ୍କ ପାଖକୁ ତୁମେ ଯିବ, ସିଏ ତୁମକୁ ଯାହା ସେବା ଦେବେ ତୁମେ ସେଟା କରିବ। ତ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ବ୍ରାହ୍ମଣ ଆମର ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ। ସନ୍ନ୍ୟାସ ହେଲା ସବୁଠୁ ଶ୍ରେଷ୍ଠ ଆଶ୍ରମ, ଶ୍ରେଷ୍ଠ ଇନ ଦ ସେନ୍ସ ଲାଷ୍ଟ ଆଶ୍ରମ ସେଟା। କିନ୍ତୁ ଏଠି ରାମାନୁଜାଚାର୍ଯ୍ୟ ତାଙ୍କୁ କଣ କହୁଛନ୍ତି କି ତୁମେ ଯିବ ଜଣେ ଗୃହସ୍ଥ ଭକ୍ତ ଅଛନ୍ତି ତାଙ୍କର ସେବା କରିବ। ତ ସେ ଗଲେ ଗୃହସ୍ଥ ଭକ୍ତଙ୍କର ଘରେ ପହଞ୍ଚିଲେ, ଦି ଜଣ ପ୍ରଣାମ କଲେ ସମସ୍ତେ। ସନ୍ନ୍ୟାସୀ ଶିଷ୍ୟ ସେ ଜାଣିଲେ କି ହଁ ମୋର ଗୁରୁ ମହାରାଜଙ୍କର ଶିଷ୍ୟ ଆସିଛନ୍ତି, ପ୍ରଣାମ କଲେ, ଆସନ ପ୍ରଦାନ କଲେ। ତାପରେ ଗୁରୁ ମହାରାଜ କଥା କହିଲେ କି ଗୁରୁ ମହାରାଜ ଚାହୁଁଛନ୍ତି ଆପଣଙ୍କ ପାଖରେ ସେବା କରିବା ପାଇଁ। ତ ତାଙ୍କୁ କଣ ସେବା ଦେବେ? ଘରେ ଗୃହସ୍ଥ ଘରେ କଣ ସେବା ଥିବ? ଏଇ କୂଅରୁ ପାଣି କାଢିବା, କି ବାସନ ମାଜିବା, କି ଭଗବାନଙ୍କ ପାଇଁ ଭୋଗ ବନେଇବା, କି ତାଙ୍କର ଯାହା କାମ ଥିବ ତାକୁ କରିବା, ଘର ସଫା କରିବା। ଆଉ ଜଣେ ସନ୍ନ୍ୟାସୀ ସିଏ ଆସିକି ସେ ଘରେ ଇଏ କରୁଛନ୍ତି। ତ ଏମିତି 6 ମାସ କଲେ। 6 ମାସ ଏମିତି କଲା ପରେ ସନ୍ନ୍ୟାସୀ ମହାରାଜ ଆସିକି ରାମାନୁଜାଚାର୍ଯ୍ୟଙ୍କ ପାଖରେ ପହଞ୍ଚିଲେ। ତାପରେ ରାମାନୁଜାଚାର୍ଯ୍ୟଙ୍କୁ ପଚାରିଲେ କି ଏବେ ବୁଝିପାରିଲ କିଛି? କି ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକମ୍ ଶरणଂ ବ୍ରଜ, କଣ ତାର ଅର୍ଥ? ସନ୍ନ୍ୟାସୀ ମହାରାଜ କହିଲେ ନିଶ୍ଚୟ ମହାରାଜ, ଗୁରୁ ମହାରାଜ ମୁଁ ବୁଝିପାରିଲି। ତେଣୁ ସର୍ବଧର୍ମାନ ପରିତ୍ୟଜ୍ୟ କାହିଁକି କୁହାଯାଏ ସବୁ କିଛି ତ୍ୟାଗ କରିବା ପାଇଁ? କି ଯେ ପର୍ଯ୍ୟନ୍ତ ଏଥିପାଇଁ ଭାଗବତମ ଯୋଉ ଅଛନ୍ତି, ଭାଗବତମ ଦୁନିଆରେ କିଏ ଗୋଟେ ନୋବେଲ ପଢିପାରେ କିମ୍ବା କୌଣସି ଗୋଟେ ମେଟେରିଆଲ ବୁକ୍ ପଢିପାରେ, ତା ସହିତ ସେ ବ୍ୟକ୍ତିର ଯିଏ ପଢୁଛି ପାଠକ ତାର କିଛି ସମ୍ପର୍କ ନଥିବ, ମାନେ ତାର କ୍ୟାରେକ୍ଟର ଏକ୍ସାମ୍ପଲ ଦଉଛି, ସେଇ ଲୋକର କ୍ୟାରେକ୍ଟର ଥାର୍ଡ ଗ୍ରେଡ ହେଇଥାଉ, ଧର ମୋର କ୍ୟାରେକ୍ଟର ଥାର୍ଡ ଗ୍ରେଡ କ୍ୟାରେକ୍ଟର ହେଇଥାଉ, କିନ୍ତୁ ମୁଁ ଗୋଟେ ନୋବେଲ ପଢିବି ମୋର କିଛି ଅସୁବିଧା ନାହିଁ। କିନ୍ତୁ ମୋର କ୍ୟାରେକ୍ଟର ଯଦି ଥାର୍ଡ ଗ୍ରେଡ ଅଛି, ଭାଗବତମ ପଢିବି, ଭାଗବତମ ପୂର୍ଣ୍ଣ ରୂପେ ନିଜକୁ ରିଭିଲ କରିବେନି। ତେଣୁ ସଂସାରରେ କେବଳ ଗୋଟିଏ ଶାସ୍ତ୍ର ଅଛନ୍ତି ଭାଗବତମ, ଯିଏ ଯିଏ ପଢୁଥିବେ ପାଠକ ଯିଏ ତା ସହିତ ରେସିପ୍ରୋକେସନ କରନ୍ତି, ରେସିପ୍ରୋକେସନ କରନ୍ତି କିଏ? ଭାଗବତମ। ତେଣୁ ଭାଗବତ କାହିଁକି କହିଲି କି ଯେପର୍ଯ୍ୟନ୍ତ ଆମେ ଆମର ଯୋଉ ଅଲଟେରିୟର ମୋଟିଭ ଯାହା ପିଓର ଡିଭୋସନାଲ ସର୍ଭିସ, ଶୁଦ୍ଧ ଭକ୍ତି, ତାଠୁ ଯୋଉ କମ ଷ୍ଟାଣ୍ଡାର୍ଡ ଅଛି, ଶୁଦ୍ଧ ଭକ୍ତିର ଷ୍ଟାଣ୍ଡାର୍ଡ ଠାରୁ ଟିକିଏ ବି କମ, ସେଇଟା ଭାଗବତମରେ ନାହିଁ। ଆଉ ଆମେ ଯେତେବେଳେ ଭାଗବତମ ମାନେ ଭଗବାନଙ୍କ ବିଷୟରେ କୁହାହଉଛି, ତେଣୁ ଭାଗବତମରେ ଏଣ୍ଟ୍ରି କରିବା ପୂର୍ବରୁ ଆମକୁ ସର୍ବଧର୍ମ ପରିତ୍ୟାଜ୍ୟ କରିବାର ଅଛି। ଭଗବତ ଗୀତା ଲାଷ୍ଟ ଯୋଉଠି, ଭାଗବତମ ଆରମ୍ଭ ଜାଗାରେ ସେଇଟା କରେ। ତେଣୁ ପିଓର ଡିଭୋସନାଲ ଷ୍ଟାଣ୍ଡାର୍ଡ ଯୋଉ ଅଛି ତାଠୁ ଟିକିଏ ବି ଲେସ୍ ହେଲେ ଆମେ ଭାଗବତମରେ ଏଣ୍ଟ୍ରି କରିପାରିବା ନାହିଁ। ତ ଆମେ କାହିଁକି ଭକ୍ତିକୁ ଆସନ୍ତି? କେତେବେଳେ ସମସ୍ୟା ଥାଏ, କେତେବେଳେ କିଛି ଆଶା ଥାଏ, ହେଲା, ସେ ଆଶାକୁ ଆମେ ଲୁଚେଇକି ରଖନ୍ତି, କି ସମସ୍ୟାକୁ ଆମେ କେତେବେଳେ କୁହନ୍ତି, କେତେବେଳେ ଡାକନ୍ତି ଭଗବାନଙ୍କୁ, ଭଗବାନ ଏଇ ସମସ୍ୟା ଅଛି, ଅବଭିୟସଲି ଆମେ ଭଗବାନଙ୍କ ପାଖକୁ ଯିବା, ଅଲଗା କୌଣସି ରାସ୍ତା ନାହିଁ। କିନ୍ତୁ ଯଦି ଶୁଦ୍ଧ ଭକ୍ତି କରିବାର ଅଛି ଏଇ ଜୀବନରେ, ତାହେଲେ ସେତିକି ଲେଭେଲରେ ଆମର ଶରଣାଗତି ଦରକାର ଅଛି, ସିନସିୟରିଟି ଦରକାର ଅଛି, ଆଉ ଆମର ଇଣ୍ଟେନସନ ଯାହା ଆମର ଆ କୋଉ ଉଦ୍ଦେଶ୍ୟରେ ଆମେ ଭକ୍ତି କରୁଛେ ସେଇଟା ପୁରା କ୍ଲିୟର, ଟ୍ରାନ୍ସପାରେଣ୍ଟ, ମାନେ ଓଡିଆରେ କହନ୍ତି କାଚ କେନ୍ଦୁ ଭଳିଆ ପୁରା କ୍ଲିୟର ହେବାର ଅଛି। ତେଣୁ ଯଦି ସେଇଟା ହବ, ତାହେଲେ ଏଇ ତିନିଟା ଜିନିଷ କହିଲି କି ଶରଣାଗତି ହବାର ଅଛି। ଶରଣାଗତି ମାନେ ପୂର୍ଣ୍ଣ ସମର୍ପଣ ଭାବ ରହିବାର ଅଛି, କି ଯୋଉଟା ଭକ୍ତି ପାଇଁ ଫେଭରେବୁଲ, ଯୋଉ ନିର୍ଦ୍ଦେଶ ଆମକୁ ମିଳୁଛି ସେଟା 100% କରିବାର ଅଛି। ତାପରେ କହିଲେ କି ଇଣ୍ଟେନସନ, ଇଣ୍ଟେନସନ କଣ? କେବଳ କୃଷ୍ଣଙ୍କର ପ୍ରସନ୍ନତା, କୃଷ୍ଣଙ୍କ ପ୍ରସନ୍ନତା ମାନେ କେମିତି ସେଟା ରିଫ୍ଲେକ୍ଟ ହବ? ଗୁରୁଙ୍କ ପ୍ରସନ୍ନତା, ପ୍ରଭୁପାଦଙ୍କର ପ୍ରସନ୍ନତା ପାଇଁ ଆମେ କାମ କରିବାର ଅଛି। ଅଲଗା କୌଣସି, ମୋର ଘର ନାହିଁ, ମୋର ବାଡି ନାହିଁ, ମୋର ଗାଡି ନାହିଁ, ଏସବୁ ଜିନିଷ ନୁହେଁ।
ହେଲା କିଏ ମତେ କିଏ ଭାବି ପାରନ୍ତି ମାୟାବାଦୀ ମାନେ ଭାବନ୍ତି ମତେ ମୋକ୍ଷ ପ୍ରାପ୍ତି କରିବାର ଅଛି ହେଲା। କିଏ ଭାବନ୍ତି ମତେ ଏଇ ଜିନିଷ ଆବଶ୍ୟକତା ଅଛି, ପୂଜା ଲାଭ ପ୍ରତିଷ୍ଠା ଦରକାର ଅଛି। ନାଇଁ, ତ ଇଣ୍ଟେନସନ କେବଳ ଗୋଟେ କି ମୁଁ ଜ୍ଞାନ ପ୍ରାପ୍ତି କରିବା ପାଇଁ କଣ ଅଛି, ଜ୍ଞାନ ପ୍ରାପ୍ତି କରିବା ପାଇଁ ଆସିଛି ନାହିଁ। କି ମୁଁ ଲାଇଫ କୁ ବାଲାନ୍ସ କରିବା ପାଇଁ ନାହିଁ, ଏଟା ନାହିଁ। ପିଓର ଡିଭୋସନାଲ ସର୍ଭିସ ର ଷ୍ଟାଣ୍ଡାର୍ଡ ଯାହା ଅଛି ସେଇଟା ଆମକୁ ଦରକାର ଅଛି, ନନ୍ ଏନଭିୟସଲି। ସେଥିପାଇଁ ଭାଗବତମ କେବଳ ଭଗବାନଙ୍କର 100% ପିଓର ହାର୍ଟେଡ ନନ୍ ଏନଭିୟସ ଡିଭୋଟି ହିଁ ଭାଗବତମରେ ଏଣ୍ଟ୍ରି କରିପାରିବେ। ତେଣୁ ଇଣ୍ଟେନସନ କେବଳ ଗୁରୁଙ୍କର ପ୍ରସନ୍ନତା, ଯିଏ ପ୍ରାମାଣିକ ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଥିବେ ତାଙ୍କର ପ୍ରସନ୍ନତା ପାଇଁ ଆମେ ଏତେବେଳେ କାମ କରିବାର ଅଛି। ଥାର୍ଡ କହିଲି ସିନ୍ସିୟରିଟି। ସିନ୍ସିୟରିଟି ମାନେ କଣ? ଏମିତି ନୁହଁ ଭଗବାନଙ୍କ ଉପରେ ଆମେ ନିର୍ଭର କରିକି ଭକ୍ତି କରିବା। ଅବଭିୟସଲି ଭଗବାନ ଆମ ହୃଦୟରେ, ଭଗବାନ ଭକ୍ତିଟା ଷ୍ଟାର୍ଟ କରନ୍ତି, ପ୍ରୋଟେକ୍ଟ ବି କରନ୍ତି ୟୋ କ୍ଷମ ବାହାମ୍ୟ, କିନ୍ତୁ ଆମକୁ ବି ପରିଶ୍ରମ କରିବାର ଅଛି, ଆମକୁ ବି ଚେଞ୍ଜ ହବାର ଅଛି। ଟ୍ରାନ୍ସପାରେଣ୍ଟଲି ଆମକୁ ପରିଶ୍ରମ କରିବାର ଅଛି, ସିନସିୟର ହବାର ଅଛି। ଯୋଉଟା ପ୍ରିଭିୟସ ମିଷ୍ଟେକ ହେଇଛି ତାକୁ ଚେକ୍ କରିବାର ଅଛି, ପ୍ରିଭିୟସ ମିଷ୍ଟେକ କୁ ରିପିଟ କରିବାର ନାହିଁ। ତ ଏତିକି ଯଦି ହଉଛି ତାହେଲେ ଆମେ ଅନେଷ୍ଟ ମେଣ୍ଟେନ କରିବା ଅଛି। ନାଇଁ ମୁଁ ଭକ୍ତି ଏଇ ରିଜନ ପାଇଁ କରନ୍ତି, ମୁଁ ଏଇ କାରଣ ପାଇଁ ହିଁ ଭକ୍ତି କରିବି। ସେତିକି ଷ୍ଟାଣ୍ଡାର୍ଡ ଆମେ ମେଣ୍ଟେନ କଲେ ପ୍ରାକ୍ଟିସ ଷ୍ଟେଟରେ ମଧ୍ୟ ଆମେ ଯେତେବେଳେ ଭକ୍ତିଟା ଅଭ୍ୟାସ କରିବା ସେତେବେଳେ ବି ଆମେ କରିପାରିବା। ମୁଁ ଅନେଷ୍ଟ ହେବି, ନାହିଁ ଭକ୍ତି କରିବି, ମର୍ଣ୍ଣିଂରେ ମୁଁ ଉଠିବି, ଜପ କରିବି, କି କ୍ଲାସ ଆଟେଣ୍ଡ କରିବି, କି କଥା ମାନିବି, କି ଯାହା ଯାହା ମୋ ଡିଫିକଲ୍ଟି ଅଛି ତାକୁ ଧୀରେ ଧୀରେ ଚେଞ୍ଜ କରିବି। ତ ଅନେଷ୍ଟି, କହନ୍ତି ନା ଅନେଷ୍ଟି ଇଜ ଦ ବେଷ୍ଟ ପଲିସି। ତ ଭକ୍ତିରେ ଅନେଷ୍ଟି ହେଲା, ଆମେ ମାନେ କପଟତା ନାହିଁ। ତେଣୁ ସେଥିପାଇଁ ଏଇ ସିନ୍ସିୟରିଟି ଅନେଷ୍ଟି ରହିଲା ଗୋଟେ ସାଇଡ ରେ, ଇଣ୍ଟେନସନ ରହିଲା ଗୋଟେ ସାଇଡ ରେ, ଆଉ ଶରଣାଗତି ରହିଲା ଗୋଟେ ସାଇଡ ରେ। ତେବେ ତିନିଟା କେତେ ବାଲାନ୍ସ କରିକି ଯିବା ତାହେଲେ ଆମେ ଭଲ ଭକ୍ତି କରିବା। ଇଭିନ ପ୍ରଭୁପାଦ ଲିଖିଛନ୍ତି କି ଭୌତିକ ଜଗତରେ ମଧ୍ୟ ଜଣେ ଜୀବନ ମୁକ୍ତ, ଅର୍ଥାତ ଏଇ ଜଗତରେ ଥିବ କିନ୍ତୁ ଏ ଜଗତର ସେ ହେଇନଥିବ, ଅର୍ଥାତ ଜୀବନ ମୁକ୍ତ ସ୍ଥିତିରେ ସେ ଥିବ। ସେଇଭଳିଆ କଣ୍ଡିସନ, ସେଇଭଳିଆ ସ୍ଥିତି ମାନେ ଶୁଦ୍ଧ ଭକ୍ତଙ୍କର ଧୀରେ ଧୀରେ ଶୁଦ୍ଧ ଭକ୍ତି ଆଡକୁ ସେ ଆପ୍ରୋଚ କରୁଥିବ, ଆଉ ସେ ଆନନ୍ଦରେ ରହୁଥିବ। ସାରା ସଂସାର ଗୋଟେ ପଟେ ଥିବ, ଇଏ ହିଁ ଗୋଟେ ପଟେ ଥିବ ହେଲା। ସେଇଭଳିଆ ଭକ୍ତି ଅବ୍ୟଭିଚାରିଣୀ ଭକ୍ତି କୁହାଯାଏ, କି କେବଳ ଭକ୍ତି କୁହାଯାଏ। ତ ଆମେ ସେଇଭଳିଆ ଭକ୍ତି କରିବା ପାଇଁ ଚେଷ୍ଟା କରିବାର ଅଛି, ସାବଧାନ ହେଇକି। ସାବଧାନ ମାନେ ମାୟାର ପ୍ରଭାବ କି ମାୟାର ଯାହା ମାୟାର ବନ୍ଧନରେ ଆମେ ଆବଦ୍ଧ ହେଇକି ଅଛନ୍ତି କିନ୍ତୁ ସେଠୁ ମୁକୁଳିବା ପାଇଁ ଚାହୁଁଛନ୍ତି। ତେଣୁ ଆମକୁ ନିଶ୍ଚୟ କଷ୍ଟ ହବ, କିନ୍ତୁ ଅନେଷ୍ଟି ରହିବାର ଅଛି। ସିନସିୟରିଟି ମାନେ ଲାଷ୍ଟ ଯୋଉଠି ଭୁଲ କରିଥିଲି ତାକୁ ରିପିଟ କରିବାର ନାହିଁ। ଆଉ ଇଣ୍ଟେନସନ ପୁରା କ୍ଲିୟର ହବାର ଅଛି, ମୋ ଜୀବନ ଲକ୍ଷ୍ୟ କୃଷ୍ଣ ପ୍ରେମ ପ୍ରାପ୍ତି, ଭଗବତ ଧାମ ଯିବାର ଅଛି ଆଟ ଏନି କଷ୍ଟ। ଆଉ ଶରଣାଗତି ହେଇକି ଆମେ ଯାଇପାରିବା। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ନାମ ଉଚ୍ଚାରଣ କରିବା, ଭଗବାନଙ୍କୁ ଏହା ପାଇଁ ପ୍ରାର୍ଥନା କରିବା। ଆହୁରି ଆହୁରି ଆହୁରିରୁ ଆହୁରି ତୀବ୍ର ତୀବ୍ରେଣ ଭକ୍ତି ଯୋଗେନ କୁହାଯାଏ। ସେଥିପାଇଁ ତୀବ୍ର ମାନେ ହଉଛି ସୁନ୍ଦର ଭାବରେ ଗଭୀରତା ପୂର୍ଣ୍ଣ ହୃଦୟରେ ଗଭୀରତମ ପ୍ରଦେଶ ଭଗବାନଙ୍କ ନାମ ଗ୍ରହଣ